ओम लिंगराजाय नमः। अनंत वासुदेवाय नमः। सिद्धखंडगिरिदेवाय नमः। गुप्तगंगाय नमः। वासुदेव्यै नमः। मंगलाय नमः। शाकंभरीदेव्यै नमः। नृसिंहदेवाय नमः। ओम भारभूति दुर्गाय नमः। शिशु अनंत देवाय नमः। नीलाद्रि चतुर्धामूर्तये नमः। आज भल दिनटी जहाँ को आपण माने गुरुंकर बार बा लक्ष्मींकर बार भावरे आपण माने भावन्ति। प्रकृत रे लक्ष्मी को सबुदिने भाविबा उचित। लक्ष्मींकर आवश्यकता सबुदिने आम पई आवश्यक। आमे जो खाद्य खाइबू अन्न वस्त्र पानी ये सब लक्ष्मींकर स्वरूप। तेणु आमे भावुचु जे गुरुवार ती लक्ष्मी पूजा करिबु ना। प्रत्येक दिन ही लक्ष्मी को आपण माने दर्शन करूचंती, किंतु भावनाटा आपण मानकर अलगा होछि। सेही भली भावरे गुरु पूजा केवल जे गुरुवार हबो एमती किछि माने नाही। ज्योतिष शास्त्र अनुसार बृहस्पतिवार को गुरुवार बोली कहा जाए। गुरु आमे जिते बेले जन्म हेइचु जहा कहूचु जहा करूचु जहा करिबु सबु किछि गुरुंक द्वारा सृष्टि। मातृगर्भरे जन्म परे गोटे वर्ष परे आउ गोटे वर्ष बीती जिबा परे आजी पर्यंत जीवनर शेष पर्यंत जेते धर्म मत पंथ अछि गुरु बिने मुक्ति नाय। नाम बिने मुक्ति नाय। गुरु बिने मुक्ति नाय। नाम बिने साधन नाय। आपण देखु जेकोसी जणे मतावलंबी को स्मरण करिवे तांकर निश्चय जणे गुरु अछंती। से निश्चय भाव रे गोटे नाम को आश्रय करिछंती। एई देखंतु महत्व लोक माने महत्व भाव चिंता कले सबु कथार मीमांसा हो पारे। आमर हिंदू माने बहुत नाम ईश्वर को संबोधन करुछंती। बहुत रूपरे आमे तांकु सजौछु। सबु रूप पाई गोटे गोटे मंत्र गोटे गोटे प्रार्थना गोटे गोटे पूजा सब आम स्थिर करिछु। किंतु जीवनर जेकोसी धर्मर लोक हुंतु जीवनटा सब बेले चारोटी रूपरे सजई हुए।
ଯେ ପୂର୍ଣ୍ଣାଙ୍ଗ ଜୀବନଟି 4ଟି ପର୍ଯ୍ୟାୟରେ ସଜ୍ଜିତ ହୁଏ। ପ୍ରଥମ ପର୍ଯ୍ୟାୟ ହେଉଛି ବାଲ୍ୟ, ତାପରେ ପୌଗଣ୍ଡ, ତାପରେ ଯୌବନ, ତାପରେ ବାର୍ଦ୍ଧକ୍ୟ। ଆଉ ବାର୍ଦ୍ଧକ୍ୟ ପରେ ସଦାସଜି କିଛି ନାହିଁ, ଏଇଟା ହେଉଛି ମୃତ୍ୟୁ। କିନ୍ତୁ 4000 ନାମରେ ହିନ୍ଦୁମାନେ ପ୍ରଭୁଙ୍କୁ ସ୍ମରଣ କରନ୍ତି। 4000 ମୁଁ ହିସାବ କରିନି, 400 ହେଇପାରେ କି 200 ହେଇପାରେ, କିନ୍ତୁ ଭିନ୍ନ ଭିନ୍ନ ନାମରେ। ଆସନ୍ତୁ ଇସଲାମ ଧର୍ମକୁ, ସେ ଗୋଟିଏ ନାମରେ ଜଣକୁ ଡାକୁଛନ୍ତି, ତାଙ୍କର ଫିକ୍ସ ନାମ, ଗୋଟିଏ ନାମ। ତେବେ ଆମର ଯେମିତି ବିଭିନ୍ନ ପ୍ରକାର ପୂଜା ପର୍ବ ଅଛି, ତାଙ୍କର ବି ଯେମିତି ଅଛି। ଇଦ୍ ପର୍ବ ଅଛି, ଆଉ ସବୁ କେତେ ପର୍ବ ଅଛି ମୁଁ ଅବଶ୍ୟ କହିପାରିବିନି, କେତେ ଗୁଡ଼ିଏ ପର୍ବ ଅଛି। ଆମର ଯେମିତି ବେଦ ଅଛି, ଗୀତା ଅଛି, ତାଙ୍କର ସେମିତି କୁରଆନ ଅଛି। ଆମେ ଯେମିତି କହୁଛୁ ବ୍ୟାସାୟ ବିଷ୍ଣୁ ରୂପାୟ, କିନ୍ତୁ ସିଏ ତାଙ୍କର ମହମ୍ମଦଙ୍କୁ ସେଇଭଳି ଆସନରେ ବସେଇଛନ୍ତି। ତାଙ୍କର ମଧ୍ୟ ଆମେ ଯେମିତି ସତ୍ୟନାରାୟଣଙ୍କର ପୂଜା କରୁଛୁ, ସିଏ ସେମିତି ସତ୍ୟପୀରଙ୍କର ପୂଜା କରୁଛନ୍ତି। ଆମେ ପୂଜା କଲାବେଳେ ଯେମିତି ଚାନ୍ଦୁଆ ଚଢ଼ଉଛୁ, ଭୋଗ କରୁଛୁ, ଧୂପ ଦେଉଛୁ, ତାଙ୍କର ଯେତେବେଳେ ପୂଜା ହେଉଛି କି ମସଜିଦରେ ବା ତାଙ୍କର ଯେଉଁ ମୂଳ ସ୍ଥାନରେ, ସେମାନେ ବି ସେମିତି ଚାନ୍ଦୁଆ ଚଢ଼ଉଛନ୍ତି, ପୂଜା କରୁଛନ୍ତି, କାମନା କରୁଛନ୍ତି, ଭୋଗ ମନା ଆସୁଛନ୍ତି, ମୁଣ୍ଡରେ ଟୋପି ପିନ୍ଧୁଛନ୍ତି। ସେୟା ଆଉ ଦେଖନ୍ତୁ ଖ୍ରୀଷ୍ଟିଆନ ଧର୍ମର ସେ ବି ସେୟା, ସେ ଗୋଟିଏ ନାମରେ ଠାକୁରଙ୍କୁ ଡାକୁଛନ୍ତି। ଯେଉଁ ନାମଟି ହିନ୍ଦୁ ବି ଡାକେ, ଖ୍ରୀଷ୍ଟିଆନ ବି ଡାକନ୍ତି, ଈଶ୍ୱର। ତାଙ୍କର ଚର୍ଚ୍ଚ ଶାସ୍ତ୍ର ବାଇବେଲ, ତାଙ୍କର ପ୍ରାର୍ଥନା ମଧ୍ୟ ସେଇଭଳି ଅଛି। ମୂର୍ତ୍ତି ପୂଜା ହେଲେ ହେରି ଯୀଶୁଙ୍କର ଚିହ୍ନ, ଆଉ ତାଙ୍କର ସବୁ କାହାର ଅଛି। ଏମିତି ଆପଣମାନେ ଦେଖିବେ ଯେତେ ଧର୍ମ ମତ ପନ୍ଥ ସୃଷ୍ଟି ହେଇଛି, କିଏ ଗୁରୁ ନାନକଙ୍କୁ ପୂଜୁଛି, କିଏ ବହୁତ ମାନେ ପୂଜା ସବୁ ଚାଲିଛି, କିଏ ରାମକୁ, କିଏ କୃଷ୍ଣ। ତେବେ ଆମେ ସେମିତି ମଧ୍ୟ ପୂଜୁଛୁ, ସିଏ ସେମିତି ପୂଜୁଛୁ। ଅନ୍ତର କେବଳ ଖାଦ୍ୟପେୟ, ଆମ ନାକ ତାଙ୍କ ନାକ ସବୁ ନାକରେ ନିଶ୍ୱାସ ଯାଉଛି। ଆମେ ଲୁଗା ପିନ୍ଧୁଛୁ, ସେ ଲୁଙ୍ଗି ପିନ୍ଧୁଛନ୍ତି, ଏଇଥିରେ କ'ଣ ଭଗବାନ ଅଲଗା ହେଇଯାଆନ୍ତି? ଆମେ ନାଲି ନେଳି ପିନ୍ଧୁଛୁ, ସେ ତାଙ୍କ ଧଳା ପିନ୍ଧୁଛନ୍ତି, ଏଇଥିରେ କ'ଣ ଗୋଟେ ଅଲଗା କିଛି ଅଲଗା ହେଇଯିବା, ଧର୍ମ ବି ଅଲଗା ହେଇଯିବ? ଇଏ ଭାବନା ହେଉଛି ଆମର। ବାୟାବାବାଙ୍କର ଗୋଟେ ଗପରେ, ଗୋଟେ ବହିରେ ମୁଁ ଦେଖିଛି, ଗୋଟେ ସୁନ୍ଦର ଗପ। ମୁଁ ଥରେ କହିଥିଲି, ପୁଣି ଆଉ ଥରେ କହୁଛି। ଜଣେ ବ୍ୟକ୍ତି ଆମର ଯେଉଁ ଆଖଣ୍ଡଳମଣି ଆରେଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ କୌଣସି କାମନାର ପୂର୍ଣ୍ଣ ପାଇଁ ସେ ଉପାସନାରେ ରହିଲା। କିଛି ଦିନ ପରେ ତାକୁ ଆଉ ଭଲ ଲାଗିଲାନି। ଆଖଣ୍ଡଳମଣି ତ କିଛି କହୁନାହାନ୍ତି, କାହିଁ ଆଉ ପଡ଼ି ରହିବା। ରୋଗଟି ତାର ଥିଲା ଭୀଷଣ ପେଟ ଯନ୍ତ୍ରଣା।
ଡକ୍ଟର ମାନଙ୍କର ଚିକିତ୍ସା କରି କରି ସେ ନୟାନ୍ତ ହୋଇ ପଡ଼ିଥିଲା। ଆକୁଳରେ ଯାଇ ସେ ଆଖଣ୍ଡଳମଣିଙ୍କ ପୀଠରେ ପଡ଼ିଥିଲା। ଦିନେ ସକାଳୁ ଉଠିକିରି ଚାଲିଲା ଆଉ ନା ଇଏ ହବନି। ଏ ହିନ୍ଦୁର ଦେବତାମାନେ ଏସବୁ ପଥର ହେଇଗଲାଣି। ପଣ୍ଡା ସେବକମାନେ ତାଙ୍କ ସ୍ୱାର୍ଥ ହାସଲ କରି କେବଳ ଗୋଟେ ଖାଲି ପାଣି ଢାଳୁଛନ୍ତି, କ୍ଷୀର ଢାଳୁଛନ୍ତି। ଏଠି କିଛି ଲାଭ ନାହିଁ। ଚାଲ ଆମେ ଯିବା ଖୋର୍ଦ୍ଧା କାଇପଦର ପୀରଙ୍କ ପାଖକୁ ଯିବା। ଏତିକି ଭାବି ଜଗନ୍ନାଥଙ୍କ ସଡ଼କରେ ସେ ଆସୁଛନ୍ତି। ପେଟ ଯନ୍ତ୍ରଣା ହେଉଛି। ମଝିରେ ମଝିରେ ପାଣି ଟିକେ କାଠୁ ମାଗିକିରି ପିଉଛନ୍ତି। ମନେ ମନେ ଭାବୁଛନ୍ତି ବାଟରେ କେଉଁଠି ପଡ଼ିକି ବୋଧେ ମୁଁ ମରିଯିବି। ଏତିକି ବେଳେ ଜଣେ ବ୍ୟକ୍ତି ବାହାରିଲେ। ଗୋଟାଏ ଲୁଙ୍ଗି, ଭଲ ଲୁଙ୍ଗିଟାଏ ପିନ୍ଧିଛନ୍ତି। ମୁଣ୍ଡରେ ଗୋଟେ ଟୋପି ମଡ଼େଇଛନ୍ତି। ଦେହରେ ଗୋଟେ ଗେଞ୍ଜି ଅଛି। ଯେମିତି ଗାଈକି ନିଅନ୍ତି ଗୋଟେ ଦୌଡ଼ାରେ ବାନ୍ଧିକିରି, ସେମିତି ଦୌଡ଼ାଟିଏ ଅଛି। ସିଏ କ୍ଷିପ୍ର ଗତିରେ ଆସି ସେ ବ୍ୟକ୍ତିଙ୍କ ସହିତ ମିଶିଲେ। ଇଏ ଦେଖିଲେ, କହିଲେ କିଏ କୁଆଡ଼େ ଯାଉଛନ୍ତି ବାଟୋଇ ଲୋକ। ଇଏ ତାଙ୍କୁ ପଚାରିଲେ, ଇଏ ମୁସଲମାନ ପଚାରିଲେ ହିନ୍ଦୁ ଉପାସକକୁ ଆପଣ କେଉଁଠିକି ଯିବେ? ନା କାଇପଦର ଯିବେ। କେଉଁଠୁ ଆସିଲେ? ମୁଁ ଆସିଲି ଭଦ୍ରକ ଆରେଡ଼ି ଆଖଣ୍ଡଳମଣିଙ୍କ ପୀଠରୁ। ସେଠି କାହିଁ ଯାଇଥିଲେ? ସେଠି ମୋର ପେଟ ମରା ବହୁତ ଯନ୍ତ୍ରଣା। ସେଇଠୁ ରକ୍ଷା ପାଇବା ପାଇଁ ଚିକିତ୍ସକମାନେ ପାରିଲେନି। ମୁଁ ସେଇଠି ଉପାସନାରେ ଥିଲି। ସେଠୁ ପଚାରିଲେ କ'ଣ ଭଲ ହେଇଗଲା? ନା ନାଇଁ, ଭଲ ହେଲାନି। ଦର୍ଶନ ମିଳିଲା? ନାଇଁ, ଦର୍ଶନ ମିଳିଲାନି। କିଛି ବାଟ ଏମିତି ଚାଲିଛନ୍ତି। ସେ କହି କହିକା ଯାଉଛନ୍ତି। ଆଖଣ୍ଡଳମଣି ହେଉଛନ୍ତି କଳିଯୁଗର ପ୍ରତ୍ୟକ୍ଷ ଦେବତା। ହିନ୍ଦୁମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ବହୁ ଅସାଧ୍ୟ ରୋଗ ମଧ୍ୟ ସେଠି ଦୂରୀଭୂତ ହୁଏ। ଆପଣ ତାଙ୍କୁ ଦର୍ଶନ ପାଇନାହାନ୍ତି ମାନେ ଆପଣଙ୍କର ସମୟ ହେଇନି। ଆପଣ ଧୈର୍ଯ୍ୟଚ୍ୟୁତ ହେଇଛି, ଆପଣ ପଳେଇ ଆସୁଛନ୍ତି। ତେବେ କାଇପଦର ଯେଉଁ ଯାଉଛନ୍ତି, ସେଠି ମଧ୍ୟ ମୁସଲମାନ ମାନେ, ହିନ୍ଦୁମାନେ ସମସ୍ତେ ପୂଜା କରନ୍ତି। କିନ୍ତୁ ଏତେ ବାଟ ଆସିବା କ'ଣ ଦରକାର? ସେଇଠି ରହିଥିଲେ ଆଉ ଦିନେ ଦୁଇ ଦିନ ପରେ ଆପଣ କିଛି ବର ପାଇଥାନ୍ତେ। ପୁଣି ଆପଣ ଏଠିକି ଆସିଲେ। ଯାଆନ୍ତୁ, ଫେରି ଯାଆନ୍ତୁ। ଇଏଠୁ କହିଲେ, ମୁଁ ତ ଏତେ ବାଟ ଆଇଲେଣି, ପୁଣି ଫେରିବି ସେତିକି ବାଟ। ଆଉ ତ ଅଳ୍ପ ବାଟରେ କାଇପଦରେ ପହଞ୍ଚିବି। ଆଉ ମୁଁ କାହିଁ ଫେରିବି? ଯାଉଛି ତାଙ୍କ ନାଁ ଧରି। ସେ ଅଣ୍ଟାରୁ ଗୋଟେ ବିଭୂତି ବାହାର କରିକିରି ଇଏ ବ୍ୟକ୍ତିଙ୍କୁ ଦେଲେ। ନିଅ, ଏ ବିଭୂତିକି ପାଇଦିଅ। ପାଣି ଟିକେ ବି ଦେଲେ। ତାଙ୍କ ପାଖରେ ପାଣି ଦେଲା। ସେ ଆଉ ମୁସଲମାନ ବୋଲି ନ ଭାବିକିରି ତାକୁ ପାଇଦେଲେ। ଆଉ ପାଇଦେଇ ସାରିକି ଗୋଟେ ହାକୁଡ଼ି ମାଇଲେ। ଦୀର୍ଘ ନିଶ୍ୱାସ ପକେଇ କହିଲେ, ଓହୋ, କେତେ ଶାନ୍ତି ଲାଗିଲା। ଆଉ 4 ପାଦେ କି 5 ପାଦେ ଯାଇଛନ୍ତି। ସେ ବ୍ୟକ୍ତିଙ୍କୁ ଆଉ ତାଙ୍କ ପାଖରେ ଦେଖିଲେନି। ଭାବିଲେ ବୋଧେ ପଛରେ ଆସୁଛନ୍ତି।
ସେ ପଛକୁ ଫେରିଲା ବେଳକୁ ଦେଖିଲେ ସେ ବ୍ୟକ୍ତି ଆଉ କେହି ନାହାନ୍ତି। ସେ ଏକୁଟିଆ ଚାଲିଛନ୍ତି। ଲମ୍ବା ଦୀର୍ଘ ରାସ୍ତା ପର୍ଯ୍ୟନ୍ତ ସେ ଚାହୁଁଛନ୍ତି। ସେ ଦେଖିଲେ ଆଉ କେହି ଆସୁନାହାନ୍ତି କି ଯାଉନାହାନ୍ତି। ତାହେଲେ ଏ ଶୂନ୍ୟ ରାସ୍ତାରେ କିଏ ମୋତେ ଦେଖାଦେଲା? ମନରେ ଭାବିଲେ ମୁଁ ଯେହେତୁ କାଇପଦରେ ଯାଉଛି ପୀରଙ୍କ ପାଖକୁ, ଆଖଣ୍ଡଳମଣି ବୋଧେ ପୀରଙ୍କ ରୂପରେ ମୁସଲମାନଙ୍କ ରୂପରେ ମୋତେ ଦେଖାଦେଲେ। କେତେବେଳେ ଭାବୁଛନ୍ତି ପୀର ବୋଧେ ଆସି ଆଖଣ୍ଡଳମଣିଙ୍କ ରୂପରେ ଦେଖାଦେଲେ। ଏଇ ଭାବନା ଭାବି ଭାବି କାଇପଦରେ ପହଞ୍ଚିଲେ। ସେତେବେଳକୁ ରୋଗ ଯାଇଛି। କାଇପଦର ପୀରଙ୍କୁ ଦର୍ଶନ କଲେ, ପୁଣି ଫେରିଲେ। ଆଖଣ୍ଡଳମଣିଙ୍କୁ ଦର୍ଶନ କରି ନିଜ ଗୃହକୁ ବାହୁଡ଼ିଲେ। ସେଇଦିନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଆଉ ରୋଗ ଦେଖିନାହାନ୍ତି। ଏ କଥାଟି ମୋତେ କହିଥିଲେ ମୋର ବାପା ସଚ୍ଚିଦାନନ୍ଦ ମହାନ୍ତି। ପଟାପୋଳରେ ମୋତେ କହିଥିଲେ। ମୁଁ ତାଙ୍କୁ ପଚାରିଥିଲି, ବାପା କୁଆଡ଼େ ଯିବେ ବୋଲି ବାହାରିଛନ୍ତି? ନା ମୁଁ ଟିକେ କାଇପଦର ପୀରଙ୍କ ପାଖକୁ ଯିବି। ବୋଲି ସେ କିଏ? ଏମିତି କହୁ କହୁ ବୋଲି ସେ କ'ଣ ଆମର କ'ଣ ଏଇ ଠାକୁର ନାହାନ୍ତି? ଚଣ୍ଡୀ ଅଛନ୍ତି, କଟକ ଚଣ୍ଡୀଗଡ଼ ଚଣ୍ଡୀ, ଦକ୍ଷିଣେଶ୍ୱର କାଳୀ, ଅମରେଶ୍ୱର, ଗଡ଼ଗଡ଼େଶ୍ୱର, ଧବଳେଶ୍ୱର, ଏତେ ଠାକୁର ଅଛନ୍ତି, ଆପଣ ଦେଖୁଛନ୍ତି କାଇପଦର? ନା ମୁଁ ଗୋଟେ ସ୍ୱପ୍ନରେ ଦେଖିଲି ଯେ ଗୋଟେ ମାଂସ ବୋଲି ସେ କହିଲେ। ମୁଁ ଅନୁମାନ କରୁଛି ମାଂସଟିଏ ଧରିଛନ୍ତି। ଏପାଖରୁ ଗୋଟେ ହାତ ହେଉଛି, ସେପାଖରୁ ଗୋଟେ ହାତ ହେଉଛି। ପୁଣି ସେ ଦୁଇଟି ଯାକ ହାତ ବିଲୀନ ହେଇଯାଉଛି। ସେଇଠି ମୋ ମନରେ ଧାରଣା ହେଉଛି ଇଏ ବୋଧେ ପୀରଙ୍କର ସ୍ୱପ୍ନ। ଗୋଟେ ମାଂସ ଭଳି ଦେଖାଯାଉଛି। ତା ମାଂସ ବୋଲି ମୁଁ କହୁନି, ମାଂସ ଭଳି ଦେଖାଯାଉଛି। ଏ ପାଖରେ ହାତ, ସେ ପାଖରେ ହାତ। ଗୋଟିଏ ହାତରେ ରାକ୍ଷୀ ବନ୍ଧନ ହେଇଛି ମାନେ ଇଏ ହିନ୍ଦୁ, ଅନ୍ୟ ହାତରେ କିଛି ନାହିଁ। ତେଣୁ ଗୋଟେ ଧାରଣା ହେଲା, ମୁଁ ଯାଉଛି ଆଉ। ଏ କଥାଟି କାହିଁକି ମୁଁ କହିଲି? ମହାପୁରୁଷ ଅଚ୍ୟୁତାନନ୍ଦ ଯେଉଁ ନେମାଳ ଗାଦିରେ ସାଧନ କରୁଥିଲେ, ତାଙ୍କୁ ମକ୍କାମଦିନାର ତାନ୍ତ୍ରିକ ମାନଙ୍କୁ ସେଠିକାର ମୁସଲମାନ ମାନେ ତାଙ୍କୁ କହି ତାଙ୍କ ଉପରକୁ ସବୁ କ'ଣ ବିଭିନ୍ନ ଟେକା ଫେକା ଏମିତି ସବୁ ପଡ଼ିଲା। ସେ ଯାହା ଆସି ପଡ଼େ ଇଏ ତାକୁ ମାନେ ତାଙ୍କ ମନ୍ତ୍ରରେ ଇଏ ତାକୁ ଉଡ଼େଇ ଦିଅନ୍ତି। ଶେଷରେ ସେମାନେ ଅଚ୍ୟୁତି ଖାଁ ବୋଲି ଆଜି ବି ତାଙ୍କ ବଂଶଧର ସେଠି ଅଛନ୍ତି। ସିଏ ମଧ୍ୟ ତାଙ୍କରି ବଂଶରୁ ପ୍ରଥମ ଭୋଗ ମଧ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ନେମାଳକୁ ଆସେ। ଏଇଭଳିଆ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇ ଅଚ୍ୟୁତାନନ୍ଦ ମହାପୁରୁଷ ରୂପରେ ଆଜି ପୂଜା ପାଉଛନ୍ତି। ଭାବିଲେ ଠାକୁର, ନ ଭାବିଲେ କୁକୁର। ସେଇ ନେମାଳ ପୀଠରେ ବସି ଲେଖିଲେ ଅଚ୍ୟୁତାନନ୍ଦ, ଭାବ ବିନୋ ଦିଆ ଠାକୁର ଭକ୍ତ ବତ୍ସଳ ହରି, ଭକ୍ତ ପାଇଁ କଳେ
ବରଜେ ଦଶ ମୂରତି ଧରି ଭକ୍ତ କି ତୁମ୍ଭର କରିବ ଭକ୍ତ ବୋଲରେ ଥା ଭକ୍ତ ପେଶିଲା ତ ভক্ত দেখাই স্তম্ভকু তম্বু হেল উড়ি ভৃত্য পরি হরে ভৃত্য পরি হরে এই অচ্যুতানন্দ মহাপুରୁଷ এই ସଙ୍ଗୀତକୁ ଲେଖିଛନ୍ତି। এই ସଙ୍ଗୀତକୁ ଯଦି ସମସ୍ତେ ଆମେ ପଢ଼ିବା ବୁଝିବା ତାହେଲେ ଅଚ୍ୟୁତଙ୍କୁ ଆମେ ଡାକୁଛେ ବୋଲି ମାନୁଛେ ବୋଲି ଦାବି କରିବା। ଆଉ ତୁଚ୍ଛାଟାରେ ଅଚ୍ୟୁତ ଏମିତି କହିଲେ ସେମିତି କହିଲେ ଯିଏ ଯାହାକୁ ତାକୁ ଯଦି ବି କହୁଛ ଯଦି ମାଳିକା ଆପଣମାନେ କହିଲେ ଭଲ ମାଳିକା ବି କୁହନ୍ତୁ ରୋଗଟା କୁହନ୍ତୁ ଧରନ୍ତୁ ଆସିଲା କ'ଣ ଏଇଟା କରୋନା କିମ୍ବା କଲରା କିମ୍ବା ବସନ୍ତ ସେ ବି ଆସିଲା ତା ସାଙ୍ଗରେ टीका भी आसला इंजेक्शन भी आसला औषध भी आसला दीटा जाक कथा कहले सीना लोक खुशी हे तुम्हें आम गोटाए कथा कह आ गोटे कथा कौन पुणी हम कहीं आम कहूनु से अच्युत लिखिं विषया रसरे मजिली साधु संग को तरुणी तनय तनुकु विषया रसरे साधु संग कुते तरुणी तेणु आम तो राति पाइले आमर दरकार नर नारी अर्थ ये बुड़ी रही ना मद नारी अर्थर बुड़ी रही आम केमी कौन कथा को आम जाना कौन मानवा ना कौन आमर लाभ कौन क्षति कौन एम तो गोटा हौ 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 हाँ से कौन हम मुंड बाड़ पाचिब मरवा आउ कौन से कौन लाभ अच्छी लाभ कौन अच्छी तेणु आमे ही विभाजन बा विभेद आम सृष्टि करुछु। यही सेवक बहुत दिन तले से काईपदर को मुझे कौन गोटे काईपदर हो जीवा कि बापा कौन कहते से देखी बहुत खुशी हेले बोले ये कौन पाटिपुंड बड़ पात्र मंत्र पढ़ानी ना कहीं आप पढ़ुना मुझे कौनटा पढ़ी गोटे बेसी बड़ पार्टी कहले आज्ञा एत बड़ पार्टी कौन कर अच्छा हो चल ठीक अच्छे मुझे मंत्र से पाइली गोटे सुविधा से दिन ठारू आज पर्यंत चाहिए जदि मंत्र लिखी भूल हो पारे अनुसार विसर्ग भूल हो जाऊ तेणु आम जड़े आश्रम जड़े पंडित अच्छा चिदानंद मुद्रा से करेक्शन कर दिखती बाबा यहीटा एमती है भल तेणु मन मध्य स्थित मंत्र मंत्र मध्य स्थित मन मन मंत्र समाजुक्त एतानि साधक लक्षणम आपण माँ मंदिर को गले खाली माँ बोली कहना कहीं एत मंत्र पढ़े सर्वमंगल मांगे ये समय कहीं
ସେ ଥରେ ମାତ୍ର ମା ବୋଲି କୁହ। ଜଗନ୍ନାଥ 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 ଏଇ ଚାରିଟା ଅକ୍ଷରରେ ତ ବଳଦେବ ସୁଭଦ୍ରା ଜଗନ୍ନାଥ ସୁଦର୍ଶନ ସବୁ ଆସିଲେ। ଆଉ ମୋର ତ ଆଉଥରେ ଆଉ କାହାର ଆସନ୍ତୁ ନ ଆସନ୍ତୁ, ମୋର ଏତେ କଥା ବୁଝି କିଏ ବୁଝି ପଡ଼ିବ। ନୂଆଗଡ଼ରେ ଆମର ନୀଳମାଧବଙ୍କ ରୂପ ପୂଜା ପାଉଛନ୍ତି, ସୁଭଦ୍ରାଙ୍କୁ ବହୁତ ମାନନ୍ତି। ମୁଁ ସୁଭଦ୍ରାଙ୍କ ମନ୍ତ୍ରରେ ବଳଦେବ ଜଗନ୍ନାଥଙ୍କୁ ପ୍ରାର୍ଥନା କରେ। ସେଇଟା କହୁନାହାନ୍ତି ମୋ ମନ୍ତ୍ରଟାକୁ ନେଇକି ମୋ ଭଉଣୀ ମନ୍ତ୍ରଟାକୁ ନେଇକି ମୋ ଭାଇ କ'ଣ ମିଶାଉଛ? ନମସ୍ତେ ଶୁଭକେ ଦେବୀ ନମସ୍ତେ ସୌଖ୍ୟବର୍ଦ୍ଧିନୀ ନମସ୍ତେ ପଦ୍ମପତ୍ରାକ୍ଷୀ କାତ୍ୟାୟନୀ ନମସ୍ତେ। ତେଣୁ ଏସବୁ କଥା ଛାଡ଼, ଗୋଟିଏ କଥାରେ ଜଳ। ଯଶୋବନ୍ତ ଅଧିକାରୀ କହିଲେ, ଯଶୋବନ୍ତ ଅଧିକାରୀ ସିଏ ଅଭୟପୁର ଗ୍ରାମର। ক্ষুদিত পাপ বুদ্ধি ছাড় খগপতি চরণে জড়। ক্ষুদ্র বুদ্ধি কি নেই ଆମେ କେବେ ମଣିଷ ହେଇପାରିବା ନାହିଁ। ମୁଁ ଅନେକ ମଠ କରିବି, ଅନେକ ଭକ୍ତ କରିବି, ଅନେକ ଯଜ୍ଞ କରିବି, ଅନେକ ସମ୍ମିଳନୀ ଏମିତି କରୁ 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 ମୋତେ ଗୋଟେ ବୟସ ଏତେ ହେଇଗଲାଣି, ମୋର ଆଉ ମନେ ନାହିଁ। ଇଏ ଯେମିତି ବୟସ କଥାଟା ମନେ ପଡ଼ିଲା, ଆରେ ମୁଁ ପୃଥିବୀରେ ଏତେ ଦିନ ରହିଗଲିଣି, ତାହେଲେ ଆଉ ହାରାହାରି କେତେ ଦିନ ରହିବା? ଆମ ପରେ ପୁଣି ଏଗୁଡ଼ା କେମିତି ଚାଲିବ? ତେଣୁ ନା ନା ଏ ହବନି, ସବୁ ଛାଡ଼ିଦେଲୁ। ଆଉ ତମେ ରଖିଲେ ରଖ, ନ ରଖିଲେ ନାହିଁ, ଆମେ ପାରିବୁ। ମୂର୍ତ୍ତି ଗୁଡ଼ିକ ସବୁ ନେଇଯାଉଛି, ଯେ ଯିଏ ଯୁଆଡ଼େ ନେଇକି ପୂଜା କର। ଆମର ଗୋଟେ ହୁଙ୍କା ମୂର୍ତ୍ତି, ସେଇଆକୁ ପୂଜିବୁ। ଲୋକ କହିଲେ ଇଏ ଗୋଟେ ଦ୍ୱିତୀୟ କଳା ପାହାଡ଼ ବାହାରିଲା। ଆଉ କିଏ ସବୁ କହିଲେ ସେଠି କାହିଁ ଯାଉ? ହଁ, ମୁଁ କହିଲି ଅଚ୍ୟୁତଙ୍କ ପୀଠରେ କାହିଁ ଦୀପରେ ଲୋକ ଦୀପ କାହିଁକି ଜାଳିଲେ? ଲୋକ ଗୁଡ଼ା ଏଇ ଚାନ୍ଦୁଆ କାହିଁ ପଡ଼ିଗଲା? ଏଇ ଦୀପ ବଦମାସକୁ ରଖିଦିଅ, ଯେତେବେଳେ ଅତି ଆବଶ୍ୟକ ଜଳା ହେବ। ଏଠି ଆଉ ଦୀପ ଜଳା ହେବନି। ଆମର ଲକ୍ଷ୍ମୀବରାହଙ୍କ ପାଖରେ ଆଳିରେ ଗୋଟେ ଶାଶୁ ଘରୁ ଆସିଲା ବାପ ଘରକୁ, ବାପ ଘର ପାଖରେ ଲକ୍ଷ୍ମୀବରାହଙ୍କ ମନ୍ଦିର, ତାଙ୍କୁ ମୁଣ୍ଡିଆ ମାରିକିରି ଘରକୁ ଯିବ। ମୁଣ୍ଡିଆ ମାରିବ, ଦୀପ ନିଆଁରେ ଜଳିକିରି ମଲା। ତେଣୁ ଦୀପ ତ ଜଳୁଛି ଗୋଟିଏ ଦୀପ, ସୂର୍ଯ୍ୟଙ୍କର ଅଖଣ୍ଡ ଦୀପ। ତେଣୁ ଆଶ୍ରମରେ ଅଖଣ୍ଡ ଦୀପ ଲିଭେଇଯିବ, ସେଟା କି ଦରକାର? ଏଇଭଳିଆ ଲୋକ କହୁଛନ୍ତି କ'ଣ? ମୋତେ କାଳେ ଲୋକ ବାଡ଼େଇକିରି ଘରୁ ମାନେ ମଠରୁ ବାହାର କରିଥିଲେ। ମୁଁ ଆଉ ଉପାୟ ନ ପାଇକି ଯୋଉଠି ଯାଇକି ଗାଡ଼ିରେ ବସିଗଲି। ମୋର ଗୋଟେ ଡ୍ରାଇଭର ଥିଲା, ମୁଁ ନେଇକି ଶୀଘ୍ର ଚାଲ ବାଡ଼େଇ ପକେଇଲି। ମୁଁ ପଳେଇଗଲି। ଆଉ ଏ ମେଡ଼ିକାଲରେ ପଡ଼ିଛି, ଏମିତି ଭକ୍ତମାନେ ଦେଖା କରୁଛନ୍ତି, ମୋତେ କାଳେ ବୁଝଉଛନ୍ତି, କାହିଁକି ବାବା ଯାହା ଘରକୁ ଚାଲ। ଏହି ହେଉଛି ଏ ବଡ଼ ଲୋକଙ୍କର ମତ, ଅଳପ ଜନେ ବିପରୀତ। ଆସନ୍ତୁ ମହାପ୍ରଭୁ ସେଇ ଅନନ୍ତଙ୍କ କ୍ଷେତ୍ରକୁ, ସେ ନବକଳେବର ହେବାକୁ ଯାଉଛନ୍ତି। ମୂର୍ତ୍ତିଟି ଗଢ଼ା ଚାଲିଛି, ହୁଙ୍କାଟି ଅଛି, ପୂଜାଟି ଅଛି, ଅଖଣ୍ଡ ନାମ ଅଛି, ଲୋକଙ୍କ ପାଇଁ ସେବା ଅଛି, ରୋଗ ମୁକ୍ତ ପାଇଁ ତୁଳସୀ ଅଛି, କାମନା ପୂର୍ଣ୍ଣ ପାଇଁ ଗୁଆ ବସୁଛି, କାଳସର୍ପ ପୂଜା ମଧ୍ୟ ହେଉଛି, ସବୁ ଚାଲିଛି। କିନ୍ତୁ ଆମରି ମନ, ଆମରି କ୍ଷୁଦ୍ର ମନ ହିଁ ହିନ୍ଦୁ, ଆମରି କ୍ଷୁଦ୍ର ମନ ଇସଲାମ। କ୍ଷୁଦ୍ର ମନରେ ଆମେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ବହୁତ କଥା କରିଗଲୁ। ଏବେ
ଭଲ ମନର ମଣିଷଟିଏ ହେବା ପାଇଁ ସଂକଳ୍ପ ନେବା। ଏବେ ପୃଥିବୀ ପାଇଁ କେବଳ ଦରକାର ବୃକ୍ଷ, ସୁନ୍ଦର ପରିବେଶ। ଏଇ କଥା କହୁ କହୁ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଏଇ କଥା ହିଁ କହିବୁ। ମୁଁ ଏବେ ସ୍ଥିର କରିଛି ଗୋଟେ ସରକାରଙ୍କୁ ଜଣେଇବି, ସାମ୍ବାଦିକ ସମ୍ମିଳନୀ କରି ଜଣେଇବି। ଓଡ଼ିଶା ସରକାର ମୋତେ ଦେଇଛନ୍ତି ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଉପାଧି। ମୁଁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଉପାଧି ଫେରେଇ ଦେବି। ତାର କାରଣ ଯେ ପର୍ଯ୍ୟନ୍ତ ଓଡ଼ିଶା ମାଟିରେ କି ମୋ ଦେଶ ମାଟିରେ କୋଟି କୋଟି ବୃକ୍ଷ ସୃଷ୍ଟି ନ ହେଇଛି, ସେ ପର୍ଯ୍ୟନ୍ତ ଇଏ ଉପାଧିର ଆବଶ୍ୟକ ନାହିଁ। ଆଉ ଯେଉଁମାନେ ସେ ଉପାଧି ନେଇଛନ୍ତି, ଯଦି ସମସ୍ତେ ମିଶିକିରି ଫେରେଇ ଦେବା ଏବଂ ଦାବି କରିବା ଯେଉଁଥିପାଇଁ ଆମକୁ ଦେଇଥିଲ ସେଇ କାମଟା କର, ତାହେଲେ କିଛି ହବ, ନିଶ୍ଚୟ ହେଇପାରେ। ତେବେ କିଏ ଫେରାନ୍ତୁ ନ ଫେରାନ୍ତୁ, ମୁଁ କାହିଁକି ମନା କରିବି? ମୁଁ କିନ୍ତୁ ଫେରେଇ ଦେବି ଭାବିଛି। ପତ୍ରଟିଏ ଦେଉଛି, ଯଦି ସେ ଗ୍ରହଣ ନ କରିବେ ଲୋକଟିଏ ପଠେଇବି, ଯଦି କଥାକୁ ଗ୍ରହଣ ନ କରନ୍ତି ତାହେଲେ ମୁଁ ଫେରେଇ ଦେବି। ଖାଲି ସେତିକି ନୁହେଁ, ଜୀବନରେ ଯେତେ ଉପାଧି ପାଇଛି ସବୁ ଫେରେଇ ଦେବି। ଶେଷରେ ଆପଣମାନଙ୍କୁ ପ୍ରଣାମ ଜଣାଉଛି, ମା ଧରିତ୍ରୀଙ୍କୁ ପ୍ରଣାମ ଜଣାଉଛି, ମୋର ଇଷ୍ଟଦେବ ଲିଙ୍ଗରାଜ ଖଣ୍ଡଗିରି ଭୁଆଶୁଣୀଙ୍କୁ ପ୍ରଣାମ ଜଣାଇ ମୋର କଥାକୁ ଏଇଠି ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଲିଙ୍ଗରାଜ, ଜୟ ଜଗନ୍ନାଥ।